ହେଲେ ଗୋଟେ ଲକ୍ଷ୍ମୀ ପୁରାଣ ଯେଉଁ ନାରୀ ଏମିତି କରିବ ଯେଉଁ ନାରୀ ସେମିତି କରିବ ଏମିତି ନ କରିବ ସେମିତି ନ କରିବ ଲକ୍ଷ୍ମୀ ପୁରାଣ ମାର୍ଗଶିର ମାସ ଗୁରୁବାରରେ ଏଇଟା କରିବ ସେଇଟା କରିବ ସେଇଟା କରିବ ବର୍ଷର ଗୋଟେ ମାସ ପୁରା ନାରୀ ମାନଙ୍କ ପାଇଁ ଟୋଟାଲ ଏଇ କାମ କରିବେ ଏଇ କାମ ନିଶ୍ଚିତ ଭାବରେ କରିବେ ବାଉଣ୍ଡ କରିକି ଲେଖି ଦିଆଗଲା। ତମେ ଯଦି ମୋ କହିବା କଥା ଯଦି ତମେ ମାନେ ଲକ୍ଷ୍ମୀ ପୁରାଣ ଲେଖିଲ ତାହେଲେ ସମାନ କରିକି ନାରାୟଣ ପୁରାଣ ଲେଖିଲେନି। ପୁରୁଷ ମାନେ ଗୋଟେ ମାସ ତାଙ୍କ ପାଇଁ ଗୋଟେ ରିଜର୍ଭ କଲେନି ପୁରୁଷ ମାନେ ସେ ପୁରା ମାସରେ ଏଇ ସବୁ କାମ କରିବେ ବୋଲି ନା ଏଗୁଡା ସବୁ କିଏ ଲେଖିଛି? ଏଇଟା ଏଇ ଲକ୍ଷ୍ମୀ ପୁରାଣ ବି ସେ ଗୋଟେ ପୁରୁଷ ଲୋକ ଲେଖିଛି। ସେ କହିକି ବୁଝେଇଛି କାହିଁକିନା ସେତେବେଳେ ସମୟରେ ତ ନାରୀ ମାନଙ୍କୁ ମୋ ଜାଣିବାରେ ପାଠ ପଢଉନଥିଲେ ଝିଅ ପିଲାମାନଙ୍କୁ ପାଠ ପଢଉନଥିଲେ ସେମାନେ ଲକ୍ଷ୍ମୀ ପୁରାଣ ତ ପଢିକି ସବୁ କଥା ଶିଖି ପାରୁନଥିବେ। ନିଶ୍ଚିତ ଭାବରେ ଯିଏ ଲେଖିଥିଲା ସିଏ ତାହେଲେ ଜଣେ ଜଣଙ୍କୁ ଗୁଟି ଗୁଟି କରିକି ବୁଝେଇଛି ଯେ ନାରୀ ମାନେ ଏମିତି କରିବେ ସେମିତି କରିବେ। ମାନେ ଏଗୁଡା କଣ? ଏଗୁଡା କି ପ୍ରକାର ପାର୍ସିଆଲିଟି? ନାରାୟଣ ପୁରାଣ ମୋ କହିବା କଥା ଗୋଟେ ବର୍ତ୍ତମାନ ଗୋଟେ ନାରାୟଣ ପୁରାଣ କରାଯାଉ ସେଥିରେ ଗୋଟେ ମାସ ଟୋଟାଲ ରିଜର୍ଭ କରାଯାଉ ଆଉ ସେଥିରେ ଟାସ୍କ ପୁରା ଦିଆଯାଉ ପୁରୁଷ ମାନଙ୍କୁ କିଛି କାମ କରିବା ପାଇଁ। ଯଦି ମାନେ ମୋ କଥାଟା ଖରାପ ଲାଗୁଥାଇପାରେ ନିଶ୍ଚିତ ଭାବରେ ମୋ କଥାଟା ଯଦି ଖରାପ ଲାଗୁଛି ତାହେଲେ ମତେ କ୍ଷମା କରିଦେବେ। ମୁଁ ଯଦି ଖରାପ କଥା କହୁଛି ମୋର ସଂସ୍କୃତି ଆମର ସଂସ୍କୃତି ପରମ୍ପରାକୁ ମୁଁ ବହୁତ ହିଁ ମାନେ ସମ୍ମାନ କରେ। ମୋର ଅସମ୍ମାନ କରିବାର କିଛି ନାହିଁ କିନ୍ତୁ ମୁଁ କହୁଛି ମୋର କହିବା କଥା ସମାନ ଜିନିଷଟା କରାଯାଉ।